ରାଷ୍ଟ୍ରବାଦୀ ଆଦର୍ଶରେ ଆକର୍ଷିତ ଜଣେ ଟ୍ରେଡ୍ ୟୁନିୟନ ନେତା, ଭାରତୀୟ ମଜଦୁର ସଂଘ, ସ୍ୱଦେଶୀ ଜାଗରଣ ମଞ୍ଚ ଏବଂ ଭାରତୀୟ କିଷାନ ସଂଘର ପ୍ରତିଷ୍ଠାତା ଦତ୍ତପନ୍ତ ଠେଙ୍ଗେଡ଼ି 1920 ମସିହା ନଭେମ୍ବର 10 ତାରିଖରେ ମହାରାଷ୍ଟ୍ରର ୱାର୍ଧା ଜିଲ୍ଲାର ଆରଭି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ନାଗପୁରର ମୌର୍ଯ୍ୟ କଲେଜରେ ପାଠ ପଢ଼ୁଥିବା ସମୟରେ ଦତ୍ତପନ୍ତ କ୍ରାନ୍ତିକାରୀ ସଂଗଠନ ହିନ୍ଦୁସ୍ତାନ ସମାଜବାଦୀ ରିପବ୍ଲିକାନ ଆସୋସିଏସନରେ ଯୋଗ ଦେଇଥିଲେ। ସେ ନାଗପୁରର ଆଇନ କଲେଜରୁ LLB ଡିଗ୍ରୀ ହାସଲ କରିଥିଲେ। ଦତ୍ତପନ୍ତଜୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗ ପ୍ରଶିକ୍ଷଣ ନେଇଥିଲେ। 22 ମାର୍ଚ୍ଚ 1942ରେ ସେ ସଂଘର ପ୍ରଚାରକ ହୋଇଥିଲେ। ତାପରେ ସଂଘ କାର୍ଯ୍ୟର ବିସ୍ତାର ପାଇଁ କେରଳର କାଲିକଟ ଯାତ୍ରା କରିଥିଲେ। ଦତ୍ତପନ୍ତ ଇଣ୍ଟେକର ରାଷ୍ଟ୍ରୀୟ ପରିଷଦର ସଦସ୍ୟ ହୋଇଥିଲେ ଏବଂ ମଧ୍ୟପ୍ରଦେଶ ଇଣ୍ଟେକର ସଂଗଠନ ମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ଦତ୍ତପନ୍ତ କହୁଥିଲେ, ପୂଜନୀୟ ଶ୍ରୀ ଗୁରୁଜୀ ଜୋର ଦେଇଥିଲେ ଯେ କେବଳ ଇଣ୍ଟେକର କାର୍ଯ୍ୟଧାରା ଜାଣିବା ଯଥେଷ୍ଟ ନୁହେଁ, କମ୍ୟୁନିଷ୍ଟ ଏବଂ ସମାଜବାଦୀ ୟୁନିୟନ ଗୁଡ଼ିକର କାର୍ଯ୍ୟଧାରା ମଧ୍ୟ ବୁଝିବା ଉଚିତ। ଶ୍ରୀ ଠେଙ୍ଗିଡ଼ି କମ୍ୟୁନିଜମକୁ ଗଭୀର ଭାବରେ ଅଧ୍ୟୟନ କରିଥିଲେ। ଲୋକମାନ୍ୟ ତିଲକଙ୍କ ଜନ୍ମଦିନରେ ଭୋପାଳରେ ଭାରତୀୟ ମଜଦୁର ସଂଘ ପ୍ରତିଷ୍ଠା ହୋଇଥିଲା। 1942 ମସିହାରୁ ଭାରତୀୟ ମଜଦୁର ସଂଘ ଦେଶର ସର୍ବବୃହତ ଶ୍ରମିକ ସଂଗଠନ ହୋଇ ରହିଛି। ବର୍ତ୍ତମାନ ଏହାର ସଦସ୍ୟ ସଂଖ୍ୟା ପ୍ରାୟ 2 କୋଟିରୁ ଅଧିକ। ଦତ୍ତପନ୍ତଜୀ 2 ଥର ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଦତ୍ତପନ୍ତଜୀ ଆହ୍ୱାନ କରିଥିଲେ, ପ୍ରତ୍ୟେକ ଚାଷୀ ଆମର ନେତା ଏବଂ ନାରା ଦେଇଥିଲେ, ଆମେ ଦେଶର ଶସ୍ୟ ଭଣ୍ଡାର ପୂରଣ କରିବୁ, କିନ୍ତୁ ଆମେ ପୂର୍ଣ୍ଣ ମୂଲ୍ୟ ନେବୁ। ସେ ପୁନେରେ ସାମାଜିକ ସମରସତା ମଞ୍ଚ ପ୍ରତିଷ୍ଠା କରିଥିଲେ। ତାଙ୍କ ପ୍ରୟାସ ଯୋଗୁଁ ନାଗପୁରରେ ସର୍ବପ୍ରଥମ ସମାଧାନ ମଞ୍ଚ ପ୍ରତିଷ୍ଠା ହୋଇଥିଲା। ଠେଙ୍ଗିଡ଼ିଜୀ ବିକଶିତ ଦେଶଗୁଡ଼ିକର ସାମ୍ରାଜ୍ୟବାଦୀ ଷଡ଼ଯନ୍ତ୍ର ବିଷୟରେ ଦେଶକୁ ସତର୍କ କରାଇଥିଲେ ଏବଂ ଏହାର ମୁକାବିଲା ପାଇଁ ତାଙ୍କ ନେତୃତ୍ୱରେ 22 ନଭେମ୍ବର 1991ରେ ନାଗପୁରରେ ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରତିଷ୍ଠା ହୋଇଥିଲା। ଠେଙ୍ଗିଡ଼ିଜୀ ଆମେରିକା, ବ୍ରିଟେନ, ଚୀନ, ତତ୍କାଳୀନ ସୋଭିଏତ ୟୁନିୟନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଦକ୍ଷିଣ ଆଫ୍ରିକା, ସୁଇଜରଲ୍ୟାଣ୍ଡ ଏବଂ ୟୁଗୋସ୍ଲୋଭିଆ ସମେତ ମୋଟ 33ଟି ଦେଶ ଯାତ୍ରା କରିଥିଲେ। ଦତ୍ତପନ୍ତ ଠେଙ୍ଗିଡ଼ିଙ୍କ 14 ଅକ୍ଟୋବର 2024ରେ ପୁନେଠାରେ ଦେହାନ୍ତ ହୋଇଥିଲା। ସେ ବଡ଼ ଏବଂ ଛୋଟ 200ରୁ ଅଧିକ ପୁସ୍ତକ ଲେଖିଥିଲେ, ଶହ ଶହ ପ୍ରତିବେଦନ ପ୍ରକାଶ କରିଥିଲେ। ତାଙ୍କର ହଜାର ହଜାର ଲେଖା ଖବରକାଗଜ ଏବଂ ପତ୍ରିକାରେ ପ୍ରକାଶିତ ହୋଇଥିଲା। ତାଙ୍କ ପରି ସରଳ ହୃଦୟ, କଠୋର ଏବଂ କଠିନ ପରିଶ୍ରମୀ ବ୍ୟକ୍ତି ଶତାବ୍ଦୀରେ ବିରଳ।